କାମ ଉଦୟ କ ବିଭୂତି ବାଞ୍ଛକ ନୁହେଁ ଯେଉଁ ଋଷିମାନେ ତପସ୍ୟା କରୁଛନ୍ତି କହିଲେ ସେ ଯେ ଏଇଠି ସୂର୍ଯ୍ୟଙ୍କର ପ୍ରଭା ନାହିଁ ମାତ୍ର ଋଷିମାନଙ୍କର ପ୍ରଭା ଆରେ ଏ ଅରଣ୍ୟ ପ୍ରଭାବିତ ହେଇଛି ତପସ୍ୟାର ଆଲୋକରେ ଆଲୋକିତ ହେଇଛି ସୂର୍ଯ୍ୟଙ୍କର ତେଜ ନାହିଁ ତେଣୁ କବି କହୁଛନ୍ତି ବିଭୂତି ବାଞ୍ଛକ ନୁହେଁ ଯେଉଁମାନେ କି ଯେଉଁ ଋଷିମାନେ ସେଠି ତପସ୍ୟାରୀ ବା ସାଧୁ ସନ୍ଥ ଯେଉଁଠି ତପସ୍ୟା କରୁଛନ୍ତି ମୁନି ଋଷିମାନେ ସେମାନେ ଐଶ୍ୱର୍ଯ୍ୟ ସାଂସାରିକ ଭୋଗ ତୃଷ୍ଣାକୁ ଐଶ୍ୱର୍ଯ୍ୟ କୁହାଯାଏ ଏଗୁଡ଼ା ସେମାନେ ଏଥିରେ ପ୍ରଲୋଭିତ ନୁହନ୍ତି ବାଞ୍ଛକ ନୁହନ୍ତି କାମନା କରୁନାହାନ୍ତି ବିଭୂତି ବା ଐଶ୍ୱର୍ଯ୍ୟକୁ ସେମାନେ ଏଇ ଯେଉଁ ଜାଗତିକ ଐଶ୍ୱର୍ଯ୍ୟକୁ ସେମାନେ କାମନା କରୁନାହାନ୍ତି କିନ୍ତୁ କ'ଣ କରୁଛନ୍ତି ସେମାନେ ନା ବିଭୂତି ବାଞ୍ଛକ ବିଭୂତି ବିଶେଷ ଭାବରେ ଭୂତି ଅର୍ଥାତ୍ ଐଶ୍ୱର୍ଯ୍ୟ ଅର୍ଥାତ୍ ଭଗବାନଙ୍କୁ ପାଇବାର ଯେଉଁ ମୁକ୍ତିକାମୀ ଋଷିମାନେ ବିଭୂତିକୁ ମୁକ୍ତିକୁ କାମନା କରୁଛନ୍ତି ତାଙ୍କର ଅନ୍ୟ